ବୈରାଟ ଆଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭାବନୀୟ ଚିତ୍ର। 5ଟି ଶ୍ରେଣୀକୁ 2ଟି କୋଠରୀ। ପିଣ୍ଡାରେ ବସି ପାଠ ପଢୁଛନ୍ତି କମଳମତି ଛାତ୍ରଛାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋବରଘାଟା ପଞ୍ଚାୟତ ବୈରାଟ ଆଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭାବନୀୟ ଚିତ୍ର। ଶ୍ରେଣୀଗୃହ ଅଭାବରୁ ପିଣ୍ଡାରେ ବସି ଦୟନୀୟ ଅବସ୍ଥାରେ ପାଠ ପଢୁଛନ୍ତି ପ୍ରାଥମିକ ବିଦ୍ୟାଳୟର କମଳମତି ଛାତ୍ରଛାତ୍ରୀ। ଶ୍ରେଣୀଗୃହ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକ ମାନେ ଗତ ଡିସେମ୍ବର ମାସରୁ ପ୍ରଶାସନକୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। 1988 ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବୈରାଟହାଡି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠପଢା ସୁବିଧା ରହିଛି। ବର୍ତ୍ତମାନ ବିଦ୍ୟାଳୟରେ ମୋଟ 102 ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ବିଦ୍ୟାଳୟରେ ପାଠ ପଢାଇବା ପାଇଁ 5 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଶ୍ରେଣୀଗୃହକୁ ନେଇ ବିଦ୍ୟାଳୟରେ ପାଠପଢା ସମସ୍ୟା। ଏହି ବିଦ୍ୟାଳୟରେ 2ଟି କୋଠା ଥିବା ବେଳେ ଏହି 2ଟି କୋଠା ବାପୁଜୀ କକ୍ଷ, ଗୋପବନ୍ଧୁ କକ୍ଷ, ନେତାଜୀ କକ୍ଷ ଓ ଅବଦୁଲ କଲାମ କକ୍ଷ ଏମିତି ମୋଟ 4ଟି ଶ୍ରେଣୀଗୃହରେ 5ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଥିଲା। ତେବେ ବିଦ୍ୟାଳୟ ପ୍ରତିଷ୍ଠା ପରେ ନିର୍ମିତ ପୁରାତନ କୋଠା ଛାତରୁ ଏବଂ କାନ୍ଥରୁ ଖଣ୍ଡ ଖଣ୍ଡ ହୋଇ ଢଳେଇ ସିମେଣ୍ଟ ଓ ପ୍ଲାଷ୍ଟର ତଳକୁ ଖସୁଛି। ଫଳରେ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦକୁ ଆଖି ଆଗରେ ରଖି ଏହି କୋଠାରେ ଥିବା ବାପୁଜୀ କକ୍ଷ ଓ ଗୋପବନ୍ଧୁ କକ୍ଷରେ ଗତ ବର୍ଷରୁ ଅଧିକ ସମୟ ଧରି ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଛି। ପାଖରେ ଆଉ ଏକ କୋଠାର ପିଣ୍ଡା ସମେତ ନେତାଜୀ କକ୍ଷ ଏବଂ ଅବଦୁଲ କଲାମ କକ୍ଷରେ 5ଟି ଶ୍ରେଣୀର ପିଲା ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ମାତ୍ର 2ଟି କୋଠରୀ ପୁଣି ପିଣ୍ଡାରେ 5ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଶିକ୍ଷକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। କେବଳ ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ପାଠ ପଢୁଥିବା କମଳମତି ଛାତ୍ରଛାତ୍ରୀ ନୁହେଁ ଶାନ୍ତି ଶୃଙ୍ଖଳା ସହ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ଏହି ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ଗତ 2023 ମସିହା ଡିସେମ୍ବର ମାସ 12 ତାରିଖରେ ବିଦ୍ୟାଳୟ ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସିଥିଲା। ତେବେ ଅବିଳମ୍ବେ ଶ୍ରେଣୀଗୃହ ଯୋଗାଇବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଏହି ବୈଠକରେ ହୋଇଥିବା ନିଷ୍ପତ୍ତିକୁ ଏକ ରିଜଲ୍ୟୁସନ ଜରିଆରେ ଜଳେଶ୍ୱର ବିଡିଓ, ଜଳେଶ୍ୱର ବିଓ ଓ ସିଆରସିସିଙ୍କୁ ଜଣାଇ ଦିଆଯାଇଥିଲା। ଆଉ ଏହାର 7 ମାସ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସବୁଠାରୁ ବଡ଼ କଥା ହେଉଛି ବିଦ୍ୟାଳୟ ହତା ମଧ୍ୟରେ ଉପରୋକ୍ତ ବିପଦପୂର୍ଣ୍ଣ କୋଠା ରହିଥିବାରୁ କେତେବେଳେ ଯେ କ'ଣ ଅଘଟଣ ଘଟିବ ଏହା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଏହା ସମ୍ପର୍କରେ ଜଳେଶ୍ୱର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗବନ୍ଧୁ ଜେନାଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। सर सेगुड़िक पिलामानकर जो स्कूल मानकर तो सिविल काम आम हाथ में ना से सब वीडियो मानक दायित्व दिखाई प्राइमरी स्कूल माने आपनकर सरपंच मानकर पीआर डिपार्टमेंट को दिखाई 1 टू 5 पर्यंत प्राइमरी स्कूल गुड़िकर आपनकर सरपंच सेगुड़िक माने सब प्रकार सिविल कार्य मरामती ड्रिंकिंग वाटर पाख सब प्रकार इंफ्रास्ट्रक्चर डेवलपमेंट से सरपंच मैंने बाकी हाई स्कूल गुड़िक आपनकर वीडियो करेंगे से सब स्कूल गुड़िकर सब प्रकार इंफ्रास्ट्रक्चर गेट ड्यूटी जहाँ जाए वीडियो करेंगे से गुड़ा सिविल काम सब गुड़िक वीडियो और सरपंच को दायित्व दिखाई। जलेश्वर मनोज कुमार भूयां रिपोर्ट, बीई न्यूज ओडिशा।